Hello everyone, welcome to Learnet LM ପାଠଶାଳା। ଆଜି ଆମେ ପଢ଼ିବା ପଞ୍ଚମ ଶ୍ରେଣୀ ଇଂଲିଶ ବହିରେ ଥିବା ଦ ଲଙ୍ଗେଷ୍ଟ ଷ୍ଟୋରି ର SGB 2ରେ ଥିବା କମ୍ପ୍ରିହେନ୍ସିଭ୍ କ୍ୱେଶ୍ଚନ୍ସ। ଆସନ୍ତୁ ଆଜି ଆମର କ୍ୱେଶ୍ଚନ୍ସ ଏବଂ ଆନ୍ସରକୁ ସବୁ ଜାଣିବା। ଆମର ଫାର୍ଷ୍ଟ କ୍ୱେଶ୍ଚନ୍ ଅଛି, ହ୍ୱାଇ ଡିଡ୍ ଇଟ୍ ସିମ୍ ଦ୍ୟାଟ୍ ଦ ପ୍ରିନ୍ସେସ୍ would remain unmarried? ଏହାର ଅର୍ଥ କାହିଁକି ଜଣାପଡ଼ିଲା ଯେ ରାଜକନ୍ୟାଟି ଅବିବାହିତ ରହିଯିବ? As a long time passed but no one dared to tell the longest story, it seemed that the princess would remain unmarried. କାହିଁକି ଜଣାପଡ଼ୁଥିଲା ଯେ ନା ବହୁତ ଟାଇମ୍ ଚାଲି ଯାଉଥିଲା, ଲଙ୍ଗ ଟାଇମ୍ ଲମ୍ବା ସମୟ ସବୁ ଚାଲି ଯାଉଥିଲା, କିନ୍ତୁ କେହି ବି ସାହସ କରିପାରୁନଥିଲେ ଯେ ଗୋଟିଏ ବହୁତ ଲଙ୍ଗେଷ୍ଟ ଷ୍ଟୋରି କହିବେ ଯୋଉଟାକି 10 ଦିନ ଯାଏ ସରିବ ନାହିଁ। ସେଥିପାଇଁ ଜଣାପଡ଼ୁଥିଲା ଯେ ପ୍ରିନ୍ସେସ୍ ରାଜକନ୍ୟା ଜଣକ ଅବିବାହିତ ରହିଯିବେ। ନେକ୍ସଟ କ୍ୱେଶ୍ଚନ୍, ହୁ କେମ୍ ଟୁ ଟେଲ୍ ଦ ଲଙ୍ଗେଷ୍ଟ ଷ୍ଟୋରି? ଏହାର ଅର୍ଥ ସବୁଠାରୁ ଲମ୍ବା ଗଳ୍ପ ଶୁଣାଇବା ପାଇଁ କିଏ ଆସିଲା? One day a not so handsome poor young man from a village came to tell the longest story. ଦିନେ ଜଣେ ହ୍ୟାଣ୍ଡସମ୍ ବୟ ନୁହଁ, ଜଣେ ୟଙ୍ଗ ଏବଂ ପୋର୍ ୟଙ୍ଗ ମ୍ୟାନ୍ ଫ୍ରମ୍ ଏ ଭିଲେଜ୍, ଗୋଟେ ଭିଲେଜରୁ ଆସିଲା, ଗୋଟେ ଗରିବ ବାଳକଟିଏ ଗୋଟିଏ ଲଙ୍ଗେଷ୍ଟ ଷ୍ଟୋରି କହିବା ପାଇଁ। ନେକ୍ସଟ କ୍ୱେଶ୍ଚନ୍, was he an expert in telling stories? ଏହାର ଅର୍ଥ ସେ ଗଳ୍ପ ଶୁଣାଇବାରେ ନିପୁଣ ଥିଲା କି? ସେ କ'ଣ ଗଳ୍ପ ଶୁଣାଇବାରେ ନିପୁଣ ଥିଲା? No, he was not an expert in story telling. ନା, ସେ ଗପ ଶୁଣାଇବାରେ ନିପୁଣ ନଥିଲା। ନେକ୍ସଟ କ୍ୱେଶ୍ଚନ୍, what did everyone think of him? ତାହା ବିଷୟରେ ସମସ୍ତେ କ'ଣ ଭାବିଲେ? Everyone thought that his story would not last even for a day. ସମସ୍ତେ ତା ବିଷୟରେ ଭାବୁଥିଲେ କି କହୁଥିଲେ ତାର ଗପ ଗୋଟିଏ ଦିନ ହିଁ ସରିବ ନାହିଁ। ନେକ୍ସଟ କ୍ୱେଶ୍ଚନ୍, how did the young ant spend his time? ଛୋଟ ପିମ୍ପୁଡ଼ିଟି ତାର ସମୟ କିପରି ବିତାଉଥିଲା? The young ant spent his time in singing and dancing. ଛୋଟ ପିମ୍ପୁଡ଼ିଟି ନାଚି ଆଉ ଗାଇ ତାର ସମୟକୁ ସବୁ ସାରୁଥିଲା। ନେକ୍ସଟ କ୍ୱେଶ୍ଚନ୍, where did he go to borrow some food? ଖାଦ୍ୟ ଧାର ମାଗିବାକୁ ସେ କେଉଁଠାକୁ ଗଲା? He went to an old ant to borrow some food. Next question, why did the old ant give him any food? ଏହାର ଅର୍ଥ ବୁଢ଼ା ପିମ୍ପୁଡ଼ିଟି ତାକୁ କାହିଁକି ଖାଦ୍ୟ ଧାର ଦେଲା ନାହିଁ? The old ant was a miser and so he refused to lend food to the young ant. Next question, what did the young ant do when spring came? ବୁଢ଼ା ବସନ୍ତ ଋତୁ ଆସିଲା ପରେ ସେ ଛୋଟ ପିମ୍ପୁଡ଼ିଟି କ'ଣ କଲା? When spring came, ଯେତେବେଳେ ବସନ୍ତ ଋତୁ ଆସିଲା, ତ young ant did not sing and dance. ସେ ଯୋଉ ଛୋଟ ପିମ୍ପୁଡ଼ିଟି ଗାଇଲା ନାହିଁ କି ନାଚିଲା ନାହିଁ। He kept himself busy in collecting food and storing them for winter. ସେ ଖାଦ୍ୟ ସଂଗ୍ରହ କରିବାରେ ଲାଗି ପଡ଼ିଲା ଏବଂ ତାକୁ ଷ୍ଟୋର କରିକି ରଖିବା ୱିଣ୍ଟର ପାଇଁ, ସେଥିପାଇଁ ସେ ଖାଦ୍ୟ ସଂଗ୍ରହ କରିବା ପାଇଁ ଲାଗି ପଡ଼ିଲା। ନେକ୍ସଟ କ୍ୱେଶ୍ଚନ୍, what did the young ant see one day? ଦିନେ ଛୋଟ ପିମ୍ପୁଡ଼ିଟି କ'ଣ ଦେଖିଲା? One day the young ant saw a big barn full of grains. ଗୋଟିଏ ବଡ଼ ଶସ୍ୟ କ୍ଷେତ ଯୋଉଥିରେ ବହୁତ ସାରା ଶସ୍ୟ ଅଛି, ସେହି ଭଳି ଶସ୍ୟ କ୍ଷେତଟିଏ ସେ ଦେଖିଲା। ନେକ୍ସଟ କ୍ୱେଶ୍ଚନ୍, what did it do then? How often? ମାନେ ତାହାପରେ ସେ କ'ଣ କଲା ଆଉ କେତେ ଥର କଲା?
Then he got into the barn through the loft, brought one grain and stored the grain in his hole. It did the same act again and again. It went on and on and on. Next question. What did the king think of the story? ଏହାର ଅର୍ଥ ରାଜା ଗଳ୍ପଟି ବିଷୟରେ କ'ଣ ଭାବିଲେ? By listening to the story of the poor young man, the king guessed that the story would never end. ତାହାର ଗଳ୍ପ ଶୁଣି ରାଜା ଭାବିଲେ କି ତାହାର ଷ୍ଟୋରି କେବେ ହେଲେ ଶେଷ ହବ ନାହିଁ. Next question. When did the storyteller end his story? ଗାଳ୍ପିକଟି କେତେବେଳେ ତାହା ଗଳ୍ପଟି ଶେଷ କଲା? The storyteller ended the story when the king declared that if the young man ended his story, he would give him his daughter in marriage. ଯେତେବେଳେ କି ରାଜା କହିଲେ କି ତମ ଗଳ୍ପଟି ଶେଷ କର, ମୁଁ ମୋର ରାଜକନ୍ୟାକୁ ଆପଣଙ୍କ ହାତରେ ଦେବି, ସେତେବେଳେ ୟଙ୍ଗ ମ୍ୟାନ୍ ତାର ଷ୍ଟୋରିଟାକୁ କ'ଣ କଲା? ଶେଷ କଲା. ନେକ୍ସଟ. ହ୍ୱାଟ ଡିଡ୍ ଦ କିଙ୍ଗ ଡୁ ଫାଇନାଲି? ରାଜା ଶେଷରେ କ'ଣ କଲେ? ଫାଇନାଲି ଦ କିଙ୍ଗ ଗେଭ୍ ଦ ଷ୍ଟୋରି ଟେଲର ହିଜ ଡଟର ଇନ୍ ମ୍ୟାରେଜ. ଶେଷରେ ରାଜା ଦେଲେ ଦ ଷ୍ଟୋରି ଟେଲରଙ୍କୁ ତାଙ୍କ ଝିଅକୁ. ନେକ୍ସଟ କ୍ୱେଶ୍ଚନ୍. ୱାଜ୍ ଦ ୟଙ୍ଗ ଷ୍ଟୋରି ଟେଲର କ୍ଲେଭର ଅର୍ ଫୋଲିଶ? ଯୁବ ଗାଳ୍ପିକଟି ଚତୁର ଥିଲା କି ମୂର୍ଖ ଥିଲା? ୟେସ୍, ଦ ୟଙ୍ଗ ଷ୍ଟୋରି ଟେଲର ୱାଜ୍ ଭେରି କ୍ଲେଭର. ସେଇ ଯୁବ ଗାଳ୍ପିକ ଜଣକ ବହୁତ ହିଁ ଚତୁର ଥିଲା. ଆପଣମାନଙ୍କୁ ଯଦି ଭିଡ଼ିଓଟି ଭଲ ଲାଗିଛି ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଏବଂ ପାଖରେ ଥିବା ବେଲ୍ ଆଇକନ୍କୁ ପ୍ରେସ୍ କରନ୍ତୁ. ଧନ୍ୟବାଦ.